ହ୍ୟାଲୋ ଏଭ୍ରିୱାନ୍। ଆଜି ଆମେ ଦେଖିବା ଯେ ମୋଗଲ ସାମ୍ରାଜ୍ୟର ପତନ ଘଟିଥିଲା ସେହି ସମୟରେ କାହାର କେତୋଟି ଭୁଲ ଧାରଣା ଏବଂ ଭୁଲ କାରଣ ଯୋଗୁଁ କିଛି ନିଷ୍ପତ୍ତି ପାଇଁ ମୋଗଲ ସାମ୍ରାଜ୍ୟର ପତନ ଘଟିଥିଲା ତାହାର କିଛି ଥିଓରି ଆମେ ଦେଖିବା ଏବଂ ତା ସହିତ କିଛି କୋଶ୍ଚିନ୍ ମଧ୍ୟ ଦେଖିବା। ତେଣୁ ଆଜିର ଆମର ପ୍ରଥମ କୋଶ୍ଚିନ୍ ହେଉଛି ହାଉ ମେନି ଚିଲଡ୍ରେନ୍ସ ଡଜ୍ ଶାହାଜାହାନ ହାଭ୍? ଶାହାଜାହାନଙ୍କର କେତେଗୋଟି ସନ୍ତାନ ଥିଲା? ପ୍ରଥମ ଅପସନ୍ ହେଉଛି 4ଟି, ଦ୍ୱିତୀୟ ଅପସନ୍ ହେଉଛି 3ଟି, ତୃତୀୟ ଅପସନ୍ ହେଉଛି 2ଟି, ଚତୁର୍ଥ ଅପସନ୍ ହେଉଛି 5ଟି। ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର 1 4ଟି। ତେଣୁ ତାଙ୍କର 4ଟି ସନ୍ତାନ ଥିଲେ। ସବୁଠାରୁ ବଡ଼ ସନ୍ତାନର ନାମ ହେଉଛି ଦାରାଶିକୋ ଏବଂ ଦ୍ୱିତୀୟ ସନ୍ତାନର ନାମ ହେଉଛି ସୁଜା, ତୃତୀୟ ସନ୍ତାନର ନାମ ହେଉଛି ଔରଙ୍ଗଜେବ, ଯିଏକି ଭବିଷ୍ୟତରେ ମୋଗଲ ସାମ୍ରାଜ୍ୟର ଜଣେ ବିଶିଷ୍ଟ ଶାସକ ରୂପେ ପରିଚିତ ହେବେ ଏବଂ ଚତୁର୍ଥଟି ହେଉଛି ମୁରାଦ। ଆସନ୍ତୁ ଦେଖିବା କୋଶ୍ଚିନ୍ ନମ୍ବର 2। ଶାହାଜାହାନ ଡାଏଡ୍ ଇନ୍ ହୁଇଚ୍ ଇୟର? ଶାହାଜାହାନ କେବେ ମୃତ୍ୟୁବରଣ କରିଥିଲେ? ତେଣୁ ଅପସନ୍ ନମ୍ବର 1 ହେଉଛି 1667, ଅପସନ୍ ନମ୍ବର 2 ହେଉଛି 1666, ଅପସନ୍ ନମ୍ବର 3 ହେଉଛି 1665, ଅପସନ୍ ନମ୍ବର 4 ହେଉଛି 1670। ତେଣୁ ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର 2 1666। ତେଣୁ ଯେତେବେଳେ ଔରଙ୍ଗଜେବ ଜାଣିପାରିଥିଲେ ଯେ ତାଙ୍କର ରାଜା ହେବାର ସମ୍ଭାବନା କମ୍, ତେଣୁ ସେ ଦାରାଶିକୋକୁ ମାରିବାର ପ୍ରବଞ୍ଚନା କରିଥିଲେ ଏବଂ ଶେଷରେ ସେ ଦାରାଶିକୋକୁ ମଧ୍ୟ ବନ୍ଦୀ କରିଥିଲେ। ତା ସହ ଶାହାଜାହାନକୁ ମଧ୍ୟ 8 ବର୍ଷ ଲାଲକିଲ୍ଲାରେ ବନ୍ଦୀ କରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା ଏବଂ ସେ ତାଜମହଲକୁ ଅନାଇ ରହି ସର୍ବଦା ତାଙ୍କର ପୂର୍ବ ଦିନ ଗୁଡ଼ିକୁ ମନେ ପକାଉଥିଲେ। ଆସନ୍ତୁ ଦେଖିବା କୋଶ୍ଚିନ୍ ନମ୍ବର 3ରେ କ'ଣ ରହିଛି। କୋଶ୍ଚିନ୍ ନମ୍ବର 3, ହ୍ୱେନ୍ ୱାଜ୍ ଦ ବ୍ୟାଟଲ୍ ଅଫ୍ ସରାଇଘାଟ ଫୋର୍ଟ? କେବେ ବ୍ୟାଟଲ୍ ଅଫ୍ ସରାଇଘାଟ ବା ସରାଇଘାଟର ଯୁଦ୍ଧ ହୋଇଥିଲା? ଅପସନ୍ ନମ୍ବର 1 ହେଉଛି 1680ରେ, ଅପସନ୍ ନମ୍ବର 2 ହେଉଛି 1675ରେ, ଅପସନ୍ ନମ୍ବର 3 ହେଉଛି 1671ରେ, ଅପସନ୍ ନମ୍ବର 4 ହେଉଛି 1672ରେ। ତେଣୁ ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର 3 ଯାହାକି 1671ରେ ଓ ଏହି ଯୁଦ୍ଧରେ ମୋଗଲମାନଙ୍କର ପରାଜୟ ଘଟିଥିଲା, ଯାହାକି ପରବର୍ତ୍ତୀ ସମୟରେ ସେମାନଙ୍କର ପତନର ଗୋଟିଏ ମୁଖ୍ୟ କାରଣ ହୋଇଥିଲା। ଏବଂ ଅପସନ୍ ନମ୍ବର ଯେଉଁ 1671 ସେହି ଯୁଦ୍ଧରେ ଆମର ଅମୋଘ ମାନଙ୍କର ବିଜୟ ମଧ୍ୟ ଘଟିଥିଲା। ତେଣୁ ଆର ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର 3 ଯିଏକି 1671। ଆସନ୍ତୁ ଦେଖିବା ଅପସନ୍ ନମ୍ବର 4 କି ଔରଙ୍ଗଜେବ ଡାଏଡ୍ ଇନ୍ ହୁଇଚ୍ ଇୟର? କେବେ ଔରଙ୍ଗଜେବଙ୍କର ମୃତ୍ୟୁବରଣ ଘଟିଥିଲା? ତେଣୁ ଔରଙ୍ଗଜେବଙ୍କର ମୃତ୍ୟୁ 1707 ମସିହାରେ ଘଟିଥିଲା ଏବଂ ସେ ମୋଗଲ ସାମ୍ରାଜ୍ୟର ସବୁଠାରୁ ଅଧିକ ସମୟ ଧରି ଶାସନ କରିଥିଲେ ଏବଂ ସେ ଦୀର୍ଘ 27 ବର୍ଷ ଧରି ଦାକ୍ଷିଣାତ୍ୟରେ ଯୁଦ୍ଧ କରି ଶେଷ ଜୀବନ ମଧ୍ୟ ସେଠାରେ ହିଁ କାଟି ଦେଇଥିଲେ ଓ ତାଙ୍କୁ ପ୍ରାୟ 90 କିମ୍ବା 99 ବର୍ଷରେ ତାଙ୍କର ମୃତ୍ୟୁ ଘଟିଥିଲା। ଆସନ୍ତୁ ଯିବା ପଞ୍ଚମ କୋଶ୍ଚିନ୍ କି ହ୍ୱେର୍ ଇଜ୍ ଦ ବାଦଶାହୀ ମସଜିଦ୍? ତେଣୁ ବାଦଶାହୀ ମସଜିଦ୍ କେଉଁଠାରେ ରହିଛି? ଏଇଟା ହେଉଛି ଆମର ପଞ୍ଚମ ପ୍ରଶ୍ନ। ଅପସନ୍ ନମ୍ବର 1 ହେଉଛି ଦିଲ୍ଲୀରେ, ଅପସନ୍ ନମ୍ବର 2 ହେଉଛି ଔରଙ୍ଗାବାଦରେ, ଅପସନ୍ ନମ୍ବର 3 ହେଉଛି ଲାହୋରରେ, ଅପସନ୍ ନମ୍ବର 4 ହେଉଛି ଆଗ୍ରାରେ। ତେଣୁ ଏହାର ସଠିକ୍ ଉତ୍ତର ହେଉଛି ଲାହୋର, ଯାହାକି ବର୍ତ୍ତମାନ ପାକିସ୍ତାନରେ ଅଛି। ତେଣୁ ଏହାକୁ ମଧ୍ୟ ଆମର ଔରଙ୍ଗଜେବ ହିଁ କରିଥିଲେ। ତେଣୁ ଅପସନ୍ ନମ୍ବର 3 ହେଉଛି ସଠିକ୍ ଉତ୍ତର, ଯାହାକି ବର୍ତ୍ତମାନ ଆମର ପାକିସ୍ତାନରେ ରହିଛି। ବର୍ତ୍ତମାନ ଆସିବା କୋଶ୍ଚିନ୍ ନମ୍ବର 6କୁ। ହୁ ବିଲ୍ଟ ମୋତି ମସଜିଦ୍? ବର୍ତ୍ତମାନ ଆମେ ଆସିବା ଦେଖିବା ମୋତି ମସଜିଦ୍ କିଏ କରିଥିଲେ। ପ୍ରଥମ ଅପସନ୍ ହେଉଛି ଔରଙ୍ଗଜେବ, ଦ୍ୱିତୀୟ ଅପସନ୍ ହେଉଛି ଶାହାଜାହାନ, ତୃତୀୟ ଅପସନ୍ ହେଉଛି ଆକବର ଏବଂ ଚତୁର୍ଥ ଅପସନ୍ ହେଉଛି ବାହାଦୁର ଶାହା। ତେଣୁ ସଠିକ୍ ଉତ୍ତର ହେଉଛି ଆମର ଔରଙ୍ଗଜେବ, ଯିଏକି ଆମର ମୋତି ମସଜିଦ୍ ତିଆରି କରିଥିଲେ ଏବଂ ଏହି ମୋତି ମସଜିଦ୍ କେଉଁଠାରେ ରହିଛି? ନା ଏହି ମୋତି ମସଜିଦ୍ଟି ଆମର ରହିଛି ଦିଲ୍ଲୀର ଲାଲକିଲ୍ଲା ଠାରେ ଏବଂ ଏହା ଲାଲକିଲ୍ଲା ଭିତରେ ରହିଛି।
ବର୍ତ୍ତମାନ ଆସିବା ଆମେ 7 ନମ୍ବର କ୍ୱେଶ୍ଚିନ୍ କି ହୁଇଚ୍ ଏମ୍ପାୟାର ଇଜ୍ ଦ ଗନ୍ ପାଉଡ଼ର ଏମ୍ପାୟାର। କାହାକୁ ଗନ୍ ପାଉଡ଼ର ଏମ୍ପାୟାର ବୋଲି କୁହାଯାଉଥିଲା? ଅପସନ୍ ନମ୍ବର 1 ଖିଲଜି, ଅପସନ୍ ନମ୍ବର 2 ଶହୀଦ, ଅପସନ୍ ନମ୍ବର 3 ତୁଘଲକ, ଅପସନ୍ ନମ୍ବର 4 ମୋଗଲ। ଏଇଠି ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର 4 ମୋଗଲ। ଯେହେତୁ ମୋଗଲମାନେ ସମସ୍ତ ଯୁଦ୍ଧ ଗନ୍ ବାରୁଦ ବନ୍ଧୁକ ଦ୍ୱାରା ଜିତିଥିଲେ, ତେଣୁ ସେମାନଙ୍କ ଏମ୍ପାୟାରକୁ ଗନ୍ ପାଉଡ଼ର ଏମ୍ପାୟାର ବୋଲି କୁହାଯାଏ। ଓକେ, ବର୍ତ୍ତମାନ ଆମେ ଯିବା କ୍ୱେଶ୍ଚିନ୍ ନମ୍ବର 8 ହ୍ୱେନ୍ ୱାଜ୍ ଦ ବ୍ୟାଟଲ୍ ଅଫ୍ କର୍ଣ୍ଣାଲ ଫଟ୍। କର୍ଣ୍ଣାଲ ଯୁଦ୍ଧ କେଉଁ ମସିହାରେ ହୋଇଥିଲା? ତେଣୁ ଏହାର ଅପସନ୍ ହେଉଛି 1739, ଅପସନ୍ ନମ୍ବର 2 ହେଉଛି 1741, ଅପସନ୍ ନମ୍ବର 3 ହେଉଛି 1738, ଅପସନ୍ ନମ୍ବର 4 ହେଉଛି 1740। ତେଣୁ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର 1 1739। ଓକେ, ବର୍ତ୍ତମାନ ଆମେ ଯିବା କ୍ୱେଶ୍ଚିନ୍ ନମ୍ବର 9। ହୁ ଷ୍ଟୋଲ୍ ପିକକ୍ ଥ୍ରୋନ୍। କିଏ ପିକକ୍ ଥ୍ରୋନ୍ ଚୋରି କରି ନେଇଥିଲେ? ତେଣୁ ଅପସନ୍ ଗୁଡ଼ିକ ହେଉଛି ପ୍ରଥମ ଅପସନ୍ ମହମ୍ମଦ ଘୋରୀ, ଦ୍ୱିତୀୟ ଅପସନ୍ ନାଦିର ଶାହା, ତୃତୀୟ ଅପସନ୍ ଦାରା ଶିକୋ ଓ ଚତୁର୍ଥ ଅପସନ୍ ବାବର। ତେଣୁ 1739ରେ ଯୁଦ୍ଧ ସରିବା ପରେ ତେଣୁ ନାଦିର ଶାହା ଦିଲ୍ଲୀ ଆସିଥିଲେ ଏବଂ ନାଦିର ଶାହା ପିକକ୍ ଥ୍ରୋନ୍ ଚୋରି କରି ନେଇଥିଲେ। ତେଣୁ ଏଠାରେ ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର 2 ନାଦିର ଶାହା ପିକକ୍ ଥ୍ରୋନ୍ ନେବା ସହ ସେ ମଧ୍ୟ କୋହିନୂର ହୀରା, ଯାହାକି ବର୍ତ୍ତମାନ ଇରାନରେ ରହିଛି, ତେଣୁ ସେ ମଧ୍ୟ ସେହା ଚୋରି କରିକି ନେଇଯାଇଥିଲେ। ହୁଇଚ୍ ମୋଗଲ ଏମ୍ପରର ଇଣ୍ଟ୍ରୋଡ୍ୟୁସ୍ ଦ ପଲିସି ଅଫ୍ କମ୍ପ୍ରୋମାଇଜ୍। କେଉଁ ରାଜା ମୋଗଲ ରାଜା ପଲିସି ଅଫ୍ କମ୍ପ୍ରୋମାଇଜ୍ କରିଥିଲେ? ଅପସନ୍ ନମ୍ବର 1 ବାହାଦୁର ଶାହା, ଅପସନ୍ ନମ୍ବର 2 ଆକବର, ଅପସନ୍ ନମ୍ବର 3 ଔରଙ୍ଗଜେବ, ଅପସନ୍ ନମ୍ବର 4 ଶାହାଜାହାନ। ତେଣୁ ଏହାର ସଠିକ୍ ଉତ୍ତର ହେଉଛି ବାହାଦୁର ଶାହା, କାରଣ ସେ ସର୍ବଦା ଶାନ୍ତି ଚାହୁଁଥିଲେ। ତାଙ୍କର ପିତା ବା ତାଙ୍କର ପୂର୍ବପୁରୁଷମାନେ ଯେଉଁ ମରାଠା, ଜାଟ ଓ ରାଜପୁତମାନଙ୍କ ସହ ଯୁଦ୍ଧ ସମ୍ପର୍କ ସବୁ ସ୍ଥାପନ କରିଥିଲେ, ସେ ପରବର୍ତ୍ତୀ ସମୟରେ ଶାନ୍ତି ପାଇଁ ସେମାନଙ୍କ ସହ ସନ୍ଧି ମଧ୍ୟ କରିଥିଲେ। ତେଣୁ ସେଥିପାଇଁ ସେ ପଲିସି ଅଫ୍ କମ୍ପ୍ରୋମାଇଜ୍ ଆଣିଥିଲେ। ବର୍ତ୍ତମାନ ଆମେ ଯିବା କ୍ୱେଶ୍ଚିନ୍ ନମ୍ବର 11କୁ। ବାହାଦୁର ଶାହା ଡାଇଡ୍ ଇନ୍ ହ୍ୱିଚ୍ ଇୟର୍। ବାହାଦୁର ଶାହା କେବେ ମୃତ୍ୟୁବରଣ କଲେ ବା କେଉଁ ମସିହାରେ ମୃତ୍ୟୁବରଣ କରିଥିଲେ? ଅପସନ୍ ନମ୍ବର 1 ହେଉଛି 1710, ଅପସନ୍ ନମ୍ବର 2 ହେଉଛି 1722, ଅପସନ୍ ନମ୍ବର 3 ହେଉଛି 1717, ଅପସନ୍ ନମ୍ବର 4 ହେଉଛି 1712। ତେଣୁ ସେ ମୃତ୍ୟୁବରଣ କରିଥିଲେ 1712 ମସିହାରେ। ତେଣୁ ଅପସନ୍ ନମ୍ବର 4 ହେଉଛି ଏଠାରେ ସଠିକ୍ ଉତ୍ତର। ତେଣୁ ସେ ତାଙ୍କ ଜୀବନରେ ସଦାବେଳେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଥିଲେ। ସେ ତାଙ୍କ ଜୀବନରେ ବହୁତ କିଛି କରିବାକୁ ଚାହୁଁଥିଲେ, କିନ୍ତୁ ମାତ୍ର ତାଙ୍କର ଅକାଳ ବିୟୋଗ ଘଟିଥିଲା। ବର୍ତ୍ତମାନ ଆମେ ଯିବା କ୍ୱେଶ୍ଚିନ୍ ନମ୍ବର 12କୁ। ହୁଇଚ୍ ୱାଜ୍ ଦ ବିଗେଷ୍ଟ ପୋର୍ଟ ଡ୍ୟୁରିଂ ଦ ମୁଗଲ ପିରିୟଡ଼। ମୁଗଲ ପିରିୟଡ଼ ସମୟରେ କେଉଁଟା ସବୁଠାରୁ ଗୋଟିଏ ବଡ଼ ବନ୍ଦର ଥିଲା? ତେଣୁ ସବୁଠାରୁ ବଡ଼ ବନ୍ଦର ଗୁଡ଼ିକର ଅପସନ୍ ହେଉଛି ସୁରାଟ, 2ରେ ହେଉଛି ଲାହୋର, 3 ହେଉଛି ବମ୍ବେ, 4 ହେଉଛି ଲୋଥାଲ। ତେଣୁ ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର 1 ସୁରାଟ। ବର୍ତ୍ତମାନ ଆମେ ଦେଖିବା କ୍ୱେଶ୍ଚିନ୍ ନମ୍ବର 13। ଡ୍ୟୁରିଂ ଦ ମୁଗଲ ରୁଲ୍ ଦ ଫାଇନାନ୍ସିଆଲ ମିନିଷ୍ଟର ୱାଜ୍ ନୋନ୍ ୱାଜ୍। ତେଣୁ ମୋଗଲ ଶାସନ ସମୟରେ ରାଜସ୍ୱ ମନ୍ତ୍ରୀଙ୍କୁ କ'ଣ କୁହାଯାଉଥିଲା? ଅପସନ୍ ନମ୍ବର 1 ଦିୱାନ, ଅପସନ୍ ନମ୍ବର 2 ବକିଲ, ଅପସନ୍ ନମ୍ବର 3 କୋଟୱାଲ, ଅପସନ୍ ନମ୍ବର 4 ଅମିନ। ତେଣୁ ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର 1 ଦିୱାନ। ବର୍ତ୍ତମାନ ଆମେ ଯିବା କ୍ୱେଶ୍ଚିନ୍ ନମ୍ବର 14କୁ। ହୁଇଚ୍ ମୋଗଲ ଏମ୍ପରର ୱାଜ୍ ଇଲିଟରେଟ୍। କେଉଁ ମୋଗଲ ଶାସକ ଅସ୍ୱାକ୍ଷର, ସ୍ୱାକ୍ଷର ଅର୍ଥାତ୍ ଯିଏ ଲେଖି ପଢ଼ି ଜାଣେ, ଶିକ୍ଷା ଗ୍ରହଣ କରିଥାଏ, ଅଶିକ୍ଷିତ ଟାଇପ୍ରକୁ କୁହାଯାଏ ଇଲିଟରେଟ୍। ତେଣୁ ପ୍ରଥମ ଅପସନ୍ ହେଉଛି ଔରଙ୍ଗଜେବ, ଦ୍ୱିତୀୟ ଅପସନ୍ ହେଉଛି ଆକବର, ତୃତୀୟ ଅପସନ୍ ହେଉଛି ଶାହାଜାହାନ, ଚତୁର୍ଥ ଅପସନ୍ ହେଉଛି ବାବର। ତେଣୁ ସଠିକ୍ ଉତ୍ତରଟି ହେଉଛି ଏଠି ଆକବର, ଅପସନ୍ ନମ୍ବର 2। ମାତ୍ର ସେ ଇଲିଟରେଟ୍ ଥିଲେ ସୁଦ୍ଧା
ସେ ଶିକ୍ଷାକୁ ଭଲ ପାଉଥିଲେ ଏବଂ ସେ ବହୁତ ଗୁଡ଼ିଏ କାର୍ଯ୍ୟ ଏମିତି କରିଦେଇଛନ୍ତି ଯାହାକୁ ଲୋକମାନେ ସର୍ବଦା ମନେ ରଖିଥାନ୍ତି। ମୋଗଲ ଶାସନ ସମୟରେ ଲୋକମାନେ ଯାହାକୁ ପ୍ରକୃତରେ ରାଜ୍ୟର ମାନ୍ୟତା ଦେଇଥିଲେ ସେ ହେଉଛନ୍ତି ଆକବର। ବର୍ତ୍ତମାନ ଆମେ ଯିବା ଶେଷ କୋଶ୍ଚିନ୍ ବା 15 ନମ୍ବର କୋଶ୍ଚିନ୍। ଡ୍ୟୁରିଂ ଦ ମୋଗଲ ପିରିୟଡ଼ ଦ କପର କଏନ୍ ୱାଜ ନୋନ୍ ଆଜ୍। ମୋଗଲ ଶାସନ ସମୟରେ କପର କଏନ୍କୁ କ'ଣ କୁହାଯାଉଥିଲା? ଅପସନ୍ ନମ୍ବର 1 ହେଉଛି ଟଙ୍କା, ଅପସନ୍ ନମ୍ବର 2 ହେଉଛି ରୁପି, ଅପସନ୍ ନମ୍ବର 3 ହେଉଛି ଦମ୍, ଅପସନ୍ ନମ୍ବର 4 ହେଉଛି ଶାମସି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଅପସନ୍ ନମ୍ବର 3 ଯାହାକି ହେଉଛି ଡମ୍। ବର୍ତ୍ତମାନ ଆଜି ପାଇଁ ଏତିକି। ଥ୍ୟାଙ୍କସ୍ ଟୁ ଏଭ୍ରିୱାନ୍। ପ୍ଲିଜ୍ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ ଏବଂ ଏଇଭଳିଆ କଣ୍ଟେଣ୍ଟ ପାଇବା ପାଇଁ ଆପଣ ଟିକେ ସପୋର୍ଟ କରନ୍ତୁ। ମୁଁ ନିଶ୍ଚିନ୍ତ ପାର୍ଟ 1, ପାର୍ଟ 2 ଆଣ୍ଡ ପାର୍ଟ 3 କରିକି ସମସ୍ତ ମଡ଼ର୍ଣ୍ଣ ହିଷ୍ଟ୍ରି ଶେଷ କରିଦେବି। ଥ୍ୟାଙ୍କସ୍। ପୁଣି ଦେଖା ହେବା ଆଗାମୀ ଭିଡ଼ିଓରେ।